ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଈଙ୍କ ପାଇଁ ଲଗାଇଥିଲେ କରେଣ୍ଟ, ନିଜର ଚାଲିଗଲା ଜୀବନ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଅଘଟଣ। ଚାଷ ଜମିରେ ତଳିକୁ ସୁରକ୍ଷା ଦେବା ପାଇଁ ବିଲ ଚାରିପଟେ ତାର ବାଡ଼ ଲଗାଇ ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ। ଅଜାଣତରେ ତାର ନ ଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ସେହି ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା। ସୂଚନା ଅନୁସାରେ ଚାଷ ଜମିରେ ତଳିକୁ ସୁରକ୍ଷା ଦେବା ପାଇଁ ଜମି ଚାରିପଟେ ତାର ବାଡ଼ ଲଗାଯାଇଥିଲା। ଏହି ତାର ବାଡ଼ରେ ବିଦ୍ୟୁତ ସଂଯୋଗ କରାଯାଇଥିଲା, ଯାହାଦ୍ୱାରା ଗାଈ ଓ ଅନ୍ୟ ପଶୁ ଜମି ଭିତରକୁ ପଶି ପାରିବେ ନାହିଁ। ହେଲେ ଭୁଲ ବଶତଃ ତାରରେ ଥିବା ବିଦ୍ୟୁତ ସଂଯୋଗ ଖୋଲାଯାଇ ନଥିଲା। ଜମିକୁ ଯାଇଥିବା ସମୟରେ ଦୁଇ ଜଣ ବ୍ୟକ୍ତି ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇ ଜଣ ହେଲେ ମହିଷାପଣ୍ଡା ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ समाचार। आम चैनल को लाइक, शेयर एवं सब्सक्राइब करंतु।